ଶ୍ରୋତାବନ୍ଧୁ ଆଜି ଓଡ଼ିଶାର ପୁରପଲ୍ଲୀ ଆନନ୍ଦ ମୁଖର ଏବଂ ସମସ୍ତେ ଆଜି ଉତ୍ସାହିତ କାରଣ ଆଜି ପହିଲି ରଜ। ରଜ ପର୍ବକୁ ନେଇ ଏକ ସୁନ୍ଦର ଆଲେଖ ଆପଣମାନଙ୍କ ପାଇଁ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ଆନନ୍ଦ ଉଲ୍ଲାସର ରଜ ପର୍ବ। ରଚୟିତ୍ରୀ ଶ୍ରୀମତୀ କବିତା ମିଶ୍ର। ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ର ତାପରେ ମଣିଷ, ଜୀବଜନ୍ତୁ, ଗଛଲତା ସମସ୍ତେ ଅତିଷ୍ଠ ହୋଇ ପଡ଼ନ୍ତି। ନଈ ନାଳ ସବୁ ଶୁଖିଲା। ଚାଷୀ ଚାହିଁ ରହିଥାଏ ବର୍ଷାକୁ। ମାଟି ମାକୁ ପୂଜା କରନ୍ତି ସମସ୍ତେ। ବସୁମତୀ ରଜସ୍ୱଳା ହୁଏ। ଧରା ପୃଷ୍ଠକୁ ଓହ୍ଲେଇ ଆସେ ବର୍ଷା। ମାଟି ଓ ବର୍ଷାର ମିଳନ ଘଟେ। ଜ୍ୟେଷ୍ଠ ମାସ ଶେଷରେ ବର୍ଷା ଋତୁର ଆରମ୍ଭରେ ଆନନ୍ଦ ଉଲ୍ଲାସ ସହିତ ରଜ ପର୍ବ ପାଳନ କରାଯାଏ। ରଜ ଏକ କୃଷିଭିତ୍ତିକ ପର୍ବ। ଧାର୍ମିକ ସାମାଜିକ ଭାବଧାରା ମଧ୍ୟ ଏଥିସହିତ ଜଡ଼ିତ। ଏହି ପର୍ବର ବିଶିଷ୍ଟ ଆକର୍ଷଣ ହେଲା ପୃଥିବୀ ମା ରଜସ୍ୱଳା ହୁଅନ୍ତି, ତେଣୁ ରଜ 3 ଦିନ ପାଳନ କରାଯାଏ। ଭୂମିକୁ କର୍ଷଣ କରାଯାଏ ନାହିଁ। ସ୍ତ୍ରୀ ଲୋକମାନେ, ଝିଅମାନେ କାମ କରନ୍ତି ନାହିଁ। ଦେବୀ ମନ୍ଦିର ମାନଙ୍କରେ ପୂଜା ବିଧି ବନ୍ଦ ରହେ। ସମସ୍ତେ ଘରେ ରହି ବିଭିନ୍ନ ପିଠାପଣା ଖାଇ ଖୁବ୍ ଧୁମଧାମରେ ଏହି ପର୍ବକୁ ପାଳନ କରନ୍ତି। ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂଦାହ ବା ଭୂମି ଦହନ ନାମରେ ପରିଚିତ। ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ। ରଜ 3 ଦିନ ଯାକ ଗାଁରେ ଚାଷବାସ, ମାଟି ଖୋଳା, କିଛି କାମଧନ୍ଦା କରାଯାଏ ନାହିଁ। ଝିଅ ଏବଂ ସ୍ତ୍ରୀ ଲୋକମାନେ କୌଣସି ପୂଜା ବିଧି କରନ୍ତି ନାହିଁ। ଏପରିକି ପରିବା କଟାକଟି, ଶିଳରେ ବଟାବଟି ମଧ୍ୟ କରନ୍ତି ନାହିଁ। ସମସ୍ତେ ନୂଆ ପୋଷାକ ପିନ୍ଧି ଆନନ୍ଦରେ ଖାଇ ପିଇ ମୌଜ ମଜଲିସ୍ କରନ୍ତି। କଥାରେ ଅଛି, ରଜ ଠାରୁ ମୌଜ ଆଉ ନାହିଁ। ଘରେ ଘରେ ପୋଡ଼ପିଠା ସହିତ ମଣ୍ଡା, କାକରା, ଆରିସା ପିଠା ରଜର ପୂର୍ବ ଦିନ ଠାରୁ ପ୍ରସ୍ତୁତ ହୋଇଥାଏ। ଝିଅମାନେ ଚାହିଁ ବସିଥାନ୍ତି କେବେ ରଜ ଆସିବ। ରଜରେ ଝିଅମାନେ ସାଙ୍ଗସାଥୀ, ସଙ୍ଗାତ, ମିତ, ବଉଳମାନଙ୍କ ସହିତ ମିଶି ମଜା କରନ୍ତି। ଝିଅମାନେ ରଜ ଆଗରୁ ସଜବାଜ ଜିନିଷ, ନୂଆ ପୋଷାକ ସବୁ କିଣି ରଖନ୍ତି। ରଜ ସଜବାଜ ହୋଇ ବୁଲିବେ ଏବଂ ଘରେ ନୂଆ ବୋହୂମାନେ ସଜ ହୋଇ ବସିବେ। ତେଣୁ କଥାରେ ଅଛି, ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜଲୋ, ଘେନି ନୂଆ ସଜବାଜ। ରାଶିରୁ ଛାଡ଼ିଲା ଚୋପା, ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତାଲୋ, ମୁଣ୍ଡରେ ସିନ୍ଦୁର ଟୋପା, ମୁଣ୍ଡରେ ସିନ୍ଦୁର ଟୋପା। ରଜ ଦିନ ରାତିରୁ ଉଠି ଝିଅ ବୋହୂମାନେ ସଜବାଜ ହୋଇଥାନ୍ତି। ରଜ ଦିନ ପୋଡ଼ପିଠା ଖାଇ ସମସ୍ତେ ଆନନ୍ଦରେ ବୁଲନ୍ତି। ଏକାଠି ମିଶି ପୁଚି ଖେଳନ୍ତି। ଦୋଳି ଖେଳ ରଜର ଅନ୍ୟତମ ଆକର୍ଷଣ। ଝିଅମାନେ ରଜ ଦୋଳିରେ ବସି ଗୀତର ଲହରୀ ଛୁଟାଇ ଦେଇଥାନ୍ତି। ରଜ ଦୋଳି କଟମଟ, ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ, ଦିଶୁଅଛି ଜକ ଜକ, ଦିଶୁଅଛି ଜକ ଜକ। ଝିଅମାନେ ନାଚି ଗୀତ ଗାଇ ପୁଚି ଖେଳି ପିଠା ଖାଇ ଆନନ୍ଦ ମଉଜରେ ସମୟ ଚାଲିଯାଏ ଜାଣିପାରନ୍ତି ନାହିଁ। ପୁଅମାନେ ଅତି ଖୁସିରେ ତାସ, କବାଡ଼ି, ଲୁଡୁ, ବୋହୂଚୋରି ଖେଳ ଖେଳିଥାନ୍ତି। ଝିଅ ଜ୍ୱାଇଁ ବନ୍ଧୁ ବାନ୍ଧବମାନେ ଆସିଥାନ୍ତି। ଆଈ, ଜେଜେ, ମା ପାନ ପସରା ଖୋଲି ବସିଥାନ୍ତି। ପାନ ସମସ୍ତଙ୍କୁ ଖୁଆଇ ଦିଅନ୍ତି। ଏହି ପାନ ପରସ୍ପର ପ୍ରତି ମଧୁର ସମ୍ପର୍କ ବଢ଼ାଏ। ରଜ ପରଦିନ ବସୁଧାକୁ ପୂଜା କରାଯାଏ। ହଳଦୀ ପାଣି ଭୂମିରେ ଢାଳି ଚନ୍ଦନ ସିନ୍ଦୁର ଦେଇ ପୂଜା କରାଯାଏ। ବିଭିନ୍ନ ପ୍ରକାର ଫଳ ଭୋଗ ହୁଏ। ହୁଳହୁଳି ପକେଇ ମା ଅଗଣାରେ ପୂଜା କରି ଧୂପ ଦୀପରେ ଭୂମିକୁ ବନ୍ଦାପନା କରନ୍ତି। ବିଭିନ୍ନ ଦେବୀପୀଠ ମାନଙ୍କରେ 3 ଦିନ ପୂଜା ବନ୍ଦ ଥାଏ। ବସୁମତୀ ସ୍ନାନ ଦିନ ଠାକୁରାଣୀ ମାନଙ୍କୁ ମାଜଣା କରି ନୂତନ ବସ୍ତ୍ର ପରିଧାନ କରାଇ ପୂଜା କରାଯାଏ। ବସୁମତୀ ପୂଜାର ଉଦ୍ଦେଶ୍ୟ ହେଲା, ଆମ ଧରଣୀ ଖୁସି ହୋଇ ଶସ୍ୟ ଶ୍ୟାମଳା ହୋଇ ଉଠୁ। ଚଷା ପୁଅମାନେ ରଜ ଉତ୍ସବ ପାଳନ କରି ତା ପରଦିନ ଇନ୍ଦ୍ର ଦେବତାଙ୍କୁ ସ୍ମରଣ କରି ଗାଇ ଉଠନ୍ତି, ଜଳ ଦାନ କର ଇନ୍ଦ୍ର ଦେବତା, ଶସ୍ୟ ଭରି ଦେଉ ବସୁଧା ମାତା। ସମସ୍ତଙ୍କ ପ୍ରାର୍ଥନା ଶୁଣି ଇନ୍ଦ୍ର ଦେବତା ବରଷା ଦାନ କରନ୍ତି। ଫଳରେ ଗ୍ରୀଷ୍ମ ପ୍ରବାହ କମିଯାଏ। ବରଷା ଜଳ ପାଇ ପୃଥିବୀ ଶସ୍ୟ ଶ୍ୟାମଳା ହୋଇ ଉଠେ। ଚଷା ପୁଅ ହଳ ଲଙ୍ଗଳ ଧରି ଜମି ଚାଷ କରି ଫସଲ ଉତ୍ପାଦନ କରିବାରେ ଲାଗି ପଡ଼ନ୍ତି।
श्रोता बंधु आमे शुणुचे आनंद उत्साहर पर्व रज पर्व। आजिकाली गाँ परी सहर मानकरे रज पर्व महा आडंबर पालन करा जाउची। पुओ झियो ठारू आरंभ करी अजा आई जेजे जेजेमा समस्ते रज पर्व पालन करुछंती। केउठी गृहिणी मानक द्वारा पिठा प्रतियोगिता सहित नाच गीत क्विज हुलहुली मुरुज चिता झोटी प्रभृतिर प्रतियोगिता हेउची त केउठी पिठापणार पिलामानंकर अनेक सांस्कृतिक कार्यक्रम करा जाउची। एहिपरि समस्ते मिलिमिशि रज 3 दिन बेस मौज करी आबाल वृद्ध वनिता स्नेह ममतारे छंदी होई जांती। ओडिशारे बहु आडंबरेरे रज पर्व पालन हेउअछि। आम संस्कृति परंपरा केते गुरुत्वपूर्ण एई रज पर्वरु जणा पड़ी थाए। श्रोता बंधु आज आमे शुणुथिले आनंद उल्लासर पर्व रज पर्व, जहार लेखिका थिले श्रीमती कविता मिश्र, अवसर प्राप्त शिक्षयित्री नीलाद्री बिहार। आजिर ऑडियोटी आपण मानकु किमती लागिला आपण मानक मतामत अपेक्षा रे रहूची। धन्यवाद।